ଯୋହନ ଲିଖିତ ସୁସମାଚାର। ଯୋହନ 1। ସକଳ ସୃଷ୍ଟିର ପୂର୍ବେ ବାକ୍ୟ ଥିଲେ, ଈଶ୍ୱରଙ୍କ ସଙ୍ଗରେ ସେ ଅବସ୍ଥାନ କରୁଥିଲେ, ସେ ଓ ଈଶ୍ୱର ଏକ ଥିଲେ। ସୃଷ୍ଟିର ପ୍ରାରମ୍ଭରୁ ସେହି ବାକ୍ୟ ହିଁ ଈଶ୍ୱରଙ୍କ ସଙ୍ଗରେ ଥିଲେ। ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇନାହିଁ। ସେହି ବାକ୍ୟ ଥିଲେ ଜୀବନର ଉତ୍ସ ଓ ସେହି ଜୀବନ ହିଁ ମାନବ ଜାତିର ଜ୍ୟୋତି। ସେହି ଜ୍ୟୋତି ଅନ୍ଧକାର ମଧ୍ୟରେ ସଦା ଦୀପ୍ତିମାନ। ଅନ୍ଧକାର ତାକୁ କଦାପି ନିର୍ବାପିତ କରିପାରେ ନାହିଁ। ଏହି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଯୋହନ ନାମକ ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ପ୍ରେରଣ କରିଥିଲେ। ସମଗ୍ର ମାନବ ଜାତି ଏହି ସମ୍ବାଦ ଶୁଣି ଯେପରି ବିଶ୍ୱାସ କରିବେ, ସେଥିପାଇଁ ଯୋହନ ଆସିଥିଲେ। ଯୋହନ ନିଜେ ସେହି ଜ୍ୟୋତି ନଥିଲେ, କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଆସିଥିଲେ। ଯେଉଁ ଜ୍ୟୋତି ଜଗତକୁ ଆସି ସମଗ୍ର ମାନବ ଜାତିକୁ ଆଲୋକିତ କରେ, ତାହା ହିଁ ପ୍ରକୃତ ଜ୍ୟୋତି। ସେହି ବାକ୍ୟ ଜଗତରେ ଥିଲେ, ତାଙ୍କ ଦ୍ୱାରା ଜଗତ ସୃଷ୍ଟ ହୋଇଥିଲା, ତଥାପି ଜଗତ ତାଙ୍କୁ ଚିହ୍ନିଲା ନାହିଁ। ସେ ତାଙ୍କ ନିଜ ରାଜ୍ୟକୁ ଆସିଲେ, ଅଥଚ ତାଙ୍କ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ। କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ଦେଲେ। ସ୍ୱାଭାବିକ ଭାବେ ଅର୍ଥାତ୍ ମାନବୀୟ ପିତାଙ୍କଠାରୁ ଜାତ ହେବା ଦ୍ୱାରା ଏମାନେ ଈଶ୍ୱରଙ୍କର ସନ୍ତାନ ହୋଇନାହାନ୍ତି। ସ୍ୱୟଂ ଈଶ୍ୱର ଏମାନଙ୍କର ପିତା। ସେହି ବାକ୍ୟ ମାନବ ଶରୀର ଧାରଣ କରି ଆମ ସହିତ ଜୀବନଯାପନ କଲେ। ସେ ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ଥିଲେ। ଈଶ୍ୱରଙ୍କର ଅନନ୍ୟ ପୁତ୍ର ସ୍ୱରୂପେ ସେ ଯେଉଁ ଅଲୌକିକ ମହିମା ପାଇଥିଲେ, ତାହା ଆମେ ଦେଖିଲୁ। ତାଙ୍କ ସମ୍ପର୍କରେ ସାକ୍ଷ୍ୟ ଦେଇ ଯୋହନ ଉଚ୍ଚ ସ୍ୱରରେ କହିଲେ, ଏହାଙ୍କ ବିଷୟରେ ମୁଁ କହୁଥିଲି, ମୋ ପରେ ଆସିଥିଲେ ସୁଦ୍ଧା ଏ ମୋ ଠାରୁ ମହାନ, କାରଣ ମୋର ଜନ୍ମ ପୂର୍ବରୁ ତାଙ୍କର ସ୍ଥିତି ଅଛି। ତାଙ୍କ ପୂର୍ଣ୍ଣତାରୁ ଆମେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଛୁ। ଈଶ୍ୱର ମୋଶାଙ୍କ ଦ୍ୱାରା ବିଧି ବ୍ୟବସ୍ଥା ପ୍ରଦାନ କଲେ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ଜଗତକୁ ଆସିଛି। କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ତାଙ୍କ ସହିତ ଥିବା କେବଳ ତାଙ୍କର ଅଦ୍ୱିତୀୟ ପୁତ୍ର ତାଙ୍କୁ ପ୍ରକାଶ କରିଛନ୍ତି। ଜେରୁସାଲେମର ଇହୁଦୀ କର୍ତ୍ତୃପକ୍ଷ କେତେଜଣ ଧର୍ମଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ନିକଟକୁ ପଠାଇଲେ। ସେମାନେ ତାଙ୍କୁ ପଚାରିଲେ, ଆପଣ କିଏ? ଏ କଥାର ଉତ୍ତର ଦେବାକୁ ଦ୍ୱିଧା ନ କରି ଯୋହନ ସ୍ପଷ୍ଟ ଭାବରେ ଜଣାଇଦେଲେ, ମୁଁ ମସିହ ନୁହେଁ। ସେମାନେ ପୁଣି ତାଙ୍କୁ ପ୍ରଶ୍ନ କଲେ, ତେବେ ଆପଣ କିଏ? ଆପଣ କ'ଣ ଏଲିୟ? ଯୋହନ ନାହିଁ କରିବାରୁ ସେମାନେ ଆଉ ଥରେ ପଚାରିଲେ, ଆମେ ଯେଉଁ ଭାବବାଦୀଙ୍କୁ ପ୍ରତୀକ୍ଷା କରିଛୁ, ଆପଣ କ'ଣ ସେହି? ଯୋହନ ଏକଥା ମଧ୍ୟ ଅସ୍ୱୀକାର କରିଦେଲେ। ଏଥର ସେମାନେ ପୁଣି ପଚାରିଲେ, ଆପଣ କିଏ କୁହନ୍ତୁ, କାରଣ ଆମେ ଫେରିଯାଇ ଆମକୁ ଯେଉଁମାନେ ପଠାଇଛନ୍ତି ସେମାନଙ୍କୁ ଏ କଥାର ଉତ୍ତର ଦେବାକୁ ପଡ଼ିବ। ଆପଣ ନିଜର କି ପରିଚୟ ଦେଉଛନ୍ତି? ଯୋହନ ଭାବବାଦୀ ଯିଶାୟାଙ୍କର ଉକ୍ତି ଉଦ୍ଧାର କରି କହିଲେ, ମରୁ ପ୍ରାନ୍ତରରେ ଚିତ୍କାର କରୁଥିବା ମୁଁ ଗୋଟିଏ କଣ୍ଠସ୍ୱର। ମୁଁ କହେ, ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ଫାରୁସୀମାନଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ଯୋହନକୁ ପଚାରିଲେ, ଆପଣ ଯଦି ମସିହ ବା ଏଲିୟ ବା ସେହି ଭାବବାଦୀ ନୁହନ୍ତି, ତେବେ କାହିଁକି ଜଳଦୀକ୍ଷା ଦେଉଛନ୍ତି? ଯୋହନ ଉତ୍ତର ଦେଲେ, ମୁଁ କେବଳ ଜଳଦୀକ୍ଷା ଦେଉଛି, କିନ୍ତୁ ତୁମ ମଧ୍ୟରେ ଏବେ ଜଣେ ବ୍ୟକ୍ତି ବିଦ୍ୟମାନ, ଯାହାଙ୍କୁ ତୁମେ ଚିହ୍ନ ନାହିଁ। ସେ ମୋ ପରେ ଆସୁଛନ୍ତି। ତାଙ୍କ ପାଦୁକାର ବନ୍ଧନ ଖୋଲିଦେବାକୁ ମଧ୍ୟ ମୁଁ ଅଯୋଗ୍ୟ। ଯୋହନ ଜଳଦୀକ୍ଷା ଦେଉଥିବା ଜର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱସ୍ଥ ବେଥନୀରେ ଏହିସବୁ ଘଟଣା ଘଟିଗଲା। ତା ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, ଏଇ ଦେଖ ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି। କେବଳ ଏହାଙ୍କୁ ଲକ୍ଷ୍ୟ କରି ମୁଁ କହିଥିଲି, ସେ ମୋ ଠାରୁ ମହାନ, କାରଣ ତାଙ୍କର ସ୍ଥିତି ମୋର ଜନ୍ମ ପୂର୍ବରୁ ଅଛି। ତାଙ୍କୁ ପୂର୍ବରୁ ମୁଁ ଜାଣିନଥିଲି, କିନ୍ତୁ ଇସ୍ରାଏଲ ଜାତି ସହିତ ତାଙ୍କୁ ପରିଚିତ କରାଇଦେବା ପାଇଁ ମୁଁ ଏହି ଜଳଦୀକ୍ଷା ଦେଉଛି। ଯୋହନ ସାକ୍ଷ୍ୟ ଦେଇ କହିଲେ, କପଟ ରୂପରେ ପରମାତ୍ମା ସ୍ୱର୍ଗରୁ ଓହ୍ଲାଇ ଆସି ତାଙ୍କ ଉପରେ ଅଧିଷ୍ଠାନ କରିବା ମୁଁ ଦେଖିଲି। ତଥାପି ଏ ସେହି ବ୍ୟକ୍ତି ବୋଲି ସେତେବେଳେ ମୁଁ ଜାଣିନଥିଲି। କିନ୍ତୁ ଜଳଦୀକ୍ଷା ଦେବା ପାଇଁ ଯେଉଁ ଈଶ୍ୱର ମୋତେ ପଠାଇଛନ୍ତି, ସେ ମୋତେ ଜଣାଇଲେ, ମୋର ଆତ୍ମା ଜଣେ ବ୍ୟକ୍ତିଙ୍କ ଉପରକୁ ଅବତରଣ କରି ଆସି ଅଧିଷ୍ଠାନ କରିବା ତୁମେ ଦେଖିବ। ପବିତ୍ର ଆତ୍ମାରେ ଯେ ଦୀକ୍ଷା ଦେବେ, ଏ ହେଉଛନ୍ତି ସେହି ବ୍ୟକ୍ତି। ଏହି ଘଟଣା ମୁଁ ଦେଖିଛି, ତେଣୁ ମୁଁ ତୁମମାନଙ୍କୁ କହୁଛି, ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର। ତା ପରଦିନ ଯୋହନ ତାଙ୍କର 2 ଜଣ ଶିଷ୍ୟଙ୍କ ସହିତ ସେହିଠାରେ ଠିଆ ହୋଇଥିବା ବେଳେ ସେହି ବାଟେ ଯୀଶୁ ଚାଲି ଯାଉଥିବା ଦେଖି ଯୋହନ କହିଲେ, ଏଇ ଦେଖ ଈଶ୍ୱରଙ୍କ ମେଷଶାବକ।
ଏହା ଶୁଣି ସେହି ଦୁଇ ଶିଷ୍ୟ ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ବୁଲି ପଡ଼ି ସେମାନଙ୍କୁ ଦେଖି ପଚାରିଲେ, ତୁମେମାନେ କ'ଣ ଖୋଜୁଛ? ସେମାନେ କହିଲେ, ରାବି ଅର୍ଥାତ୍ ଗୁରୁ, ଆପଣ କେଉଁଠି ରହୁଛନ୍ତି? ଯୀଶୁ ଉତ୍ତର ଦେଲେ, ଆସ ଦେଖିବ। ସେତେବେଳେ ଅପରାହ୍ନ ପ୍ରାୟ 4ଟା ବେଳ। ସେହି ଶିଷ୍ୟମାନେ ଯୀଶୁଙ୍କ ସହିତ ଯାଇ ତାଙ୍କ ବାସସ୍ଥାନ ଦେଖିଲେ ଓ ସେହି ଦିନର ଅବଶିଷ୍ଟ ସମୟ ତାଙ୍କ ସହିତ ଅତିବାହିତ କଲେ। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ସିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ। ହଠାତ୍ ଆନ୍ଦ୍ରିୟ ତାଙ୍କ ଭାଇ ସିମୋନଙ୍କ ଦେଖା ପାଇ କହିଲେ, ଆମେ ମସିହଙ୍କ ଦେଖା ପାଇଛୁ। ମସିହର ଅର୍ଥ ଖ୍ରୀଷ୍ଟ। ସେ ସିମୋନଙ୍କୁ ଯୀଶୁଙ୍କ ନିକଟକୁ ନେଇଗଲେ। ଯୀଶୁ ସିମୋନଙ୍କୁ ଚାହିଁ କହିଲେ, ତୁମେ ଯୋହନଙ୍କ ପୁତ୍ର ସିମୋନ, କିନ୍ତୁ ତୁମେ କେଫା ନାମରେ ଖ୍ୟାତ ହେବ। କେଫା ଶବ୍ଦର ଅର୍ଥ ପିତର ବା ପଥର। ତହିଁ ଆର ଦିନ ଯୀଶୁ ଗାଲିଲିକୁ ବାହାରିଲେ। ବାଟରେ ଫିଲିପ ନାମକ ଜଣେ ବ୍ୟକ୍ତିକୁ ଭେଟି କହିଲେ, ମୋ ସଙ୍ଗରେ ଆସ। ଫିଲିପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କର ବାସସ୍ଥାନ ବେଥସାଇଦାରେ ରହୁଥିଲେ। ଫିଲିପ ନିଥନିଏଲକୁ ଭେଟି କହିଲେ, ଯାହାଙ୍କ ବିଷୟରେ ମୋଶା ତାଙ୍କ ବ୍ୟବସ୍ଥା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓ ଭାବବାଦୀମାନେ ଲେଖି ଯାଇଛନ୍ତି, ଆମେ ତାଙ୍କର ପରିଚୟ ପାଇଛୁ। ସେ ହେଉଛନ୍ତି ନାଜରିତ ଗ୍ରାମର ଯୋସେଫଙ୍କ ପୁତ୍ର ଯୀଶୁ। ନିଥନିଏଲ ପ୍ରଶ୍ନ କଲେ, ନାଜରିତରୁ କ'ଣ କୌଣସି ଉତ୍କୃଷ୍ଟ ବିଷୟ ବାହାରିପାରେ? ଫିଲିପ ଉତ୍ତର ଦେଲେ, ଆସି ଦେଖ। ଯୀଶୁ ନିଥନିଏଲକୁ ଆସୁଥିବା ଦେଖି କହିଲେ, ଏ ଜଣେ ପ୍ରକୃତ ଇସ୍ରାଏଲୀୟ, ଏହାଙ୍କଠାରେ ତିଳେ ହେଲେ କପଟତା ନାହିଁ। ନିଥନିଏଲ ପଚାରିଲେ, ମୋତେ ଆପଣ କିପରି ଜାଣିଲେ? ଯୀଶୁ ଉତ୍ତର ଦେଲେ, ଫିଲିପ ତୁମକୁ ଡାକିବା ପୂର୍ବରୁ ତୁମେ ଡିମିରି ଗଛ ତଳେ ଥିବାବେଳେ ମୁଁ ତୁମକୁ ଦେଖିଛି। ନିଥନିଏଲ କହିଲେ, ଗୁରୁ, ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା। ଯୀଶୁ କହିଲେ, ଡିମିରି ଗଛ ତଳେ ତୁମକୁ ଦେଖିଥିଲି ବୋଲି କହିବାରୁ ତୁମର କ'ଣ ମୋଠାରେ ବିଶ୍ୱାସ ହୋଇଛି? ଏହାଠାରୁ ଆହୁରି ଚମତ୍କାର ବିଷୟ ସବୁ ତୁମେ ଦେଖିବ। ଯୀଶୁ ପୁଣି କହିଲେ, ତୁମେ ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବା ଦେଖିବ, ପୁଣି ଈଶ୍ୱରଙ୍କ ଦୂତମାନେ ମନୁଷ୍ୟପୁତ୍ରଙ୍କ ଉପରେ ଅବତରଣ ଓ ଆରୋହଣ କରିବା ମଧ୍ୟ ଦେଖିବ।